ଆରେ ଲାଗିଲା ଡୋରି ଯିବା ଜଗନ୍ନାଥ ପୁରୀ। ଆଜ୍ଞା ଏଟା ପୁରୀ ନୁହେଁ, ଏଇଟା ଆମ ଦୀଘା ଜଗନ୍ନାଥ ମନ୍ଦିର ବା। ଜାଣିପାରୁଛନ୍ତି ନା? ଆପଣମାନେ ସମସ୍ତେ ଗଲେଣି ନା ଯାଇନାହାନ୍ତି? ତ ଚାଲନ୍ତୁ ଫାଷ୍ଟରୁ କହୁଛି କ'ଣ ଘଟଣା ହେଇଛି। ଆମେ ବାହାରିଛୁ ଆଜି ଦୀଘା ଜଗନ୍ନାଥ ମନ୍ଦିର ବୁଲିବା ପାଇଁ। ରାସ୍ତାରେ ଦେଖିଲୁ ଗୋଟେ ସୁନ୍ଦର ମନ୍ଦିରଟେ ଅଛି, ସେଇଠି ଚୈତନ୍ୟ ମହାପ୍ରଭୁ ରାଧାକୃଷ୍ଣ ଠାକୁର ଅଛନ୍ତି। ସମସ୍ତେ ଯାଉଥିଲେ, ଆମେ ବି ଗଲେ। ବହୁତ ସୁନ୍ଦର ମନ୍ଦିରଟେ ହେଇଛି, ବଟ୍ ସେଠି ମୋବାଇଲ ଏଲାଉ ନାହିଁ। ତ ସେଥିପାଇଁ ଦର୍ଶନ ଆମେ ସାରିକି ବାହାରିଲୁ ଦୀଘା ଜଗନ୍ନାଥ ମନ୍ଦିର। ରାସ୍ତାରେ ଗଲାବେଳେ ଠିକ୍ ଏଇ ସାଇଡରେ ଦେଖନ୍ତୁ ପଡୁଛି ଜୋତା ରଖିବା ଷ୍ଟାଣ୍ଡ। ତା ସାଇଡରେ ଦେଖନ୍ତୁ ଏତେ ସୁନ୍ଦର ଲାଗୁଛି ତା ଭ୍ୟୁଟା। ଚାରିଦିଗରେ ଚାରିଟା ଦ୍ୱାର କରିଛନ୍ତି ଆମ ମମତା ଦିଦି। ତ ବହୁତ ଆମ ପୁରୀ ମନ୍ଦିର ଭଳିଆ ତ ଏତେ ସୁନ୍ଦର ହେଇପାରିବନି। ମନ୍ଦିର ତ ସବୁ ସୁନ୍ଦର, ବଟ୍ ସେଇଟା ଆମ ଚାରିଧାମ ଭିତରେ ଗୋଟିଏ ଧାମ। ଏଇଟା ଆମ ଦିଦି କରିଛନ୍ତି ନା ଆଉ। ହଉ ଛାଡ଼ନ୍ତୁ, ଏଠି ଗୋଡ଼ ହାତ ଧୋଇକି ଏଣ୍ଟ୍ରି ଆମେ କରିଗଲେ ମନ୍ଦିର ଭିତରେ। କୁ ଆମେ ମୋବାଇଲ ନେଇପାରିବା, ବଟ୍ ମନ୍ଦିର ଭିତରେ ଫଟୋ ଉଠେଇ ପାରିବାନି। ଆଗରୁ ଉଠିବା ପାଇଁ ବ୍ୟବସ୍ଥା ଥିଲା, ବଟ୍ ଏବେ ନାହିଁ। ତ ଧୀରେ ଧୀରେ ସନ୍ଧ୍ୟା ହେଇଗଲା, ଆମେ ଠାକୁରଙ୍କୁ ଦର୍ଶନ ବି କରିସାରିଲୁ। ତ ମନ୍ଦିର ଭିତରୁ ଲାଇଟ୍ ଗାଜି ଦୁଶୁଛି, ତ ମନ୍ଦିରର ଭ୍ୟୁଟାକୁ ଟିକେ ଅଲଗା ଷ୍ଟାଇଲ କରିଦେଉଛି। ବଢ଼ିଆ ଲାଗୁଛି ଯାହା ଭ୍ୟୁ। ଶାନ୍ତି ପରିବେଶ, ପାଖରେ ସମୁଦ୍ର ଅଛି। ଏବେ ଶାନ୍ତି ପରିବେଶ ବହୁତ ସୁନ୍ଦର ଲାଗିଲା ମୋତେ। ତ ମୁଁ ପର୍ସନାଲି କହୁଛୁ ବହୁତ ସୁନ୍ଦର ଲାଗିଲା। ମୁଁ ଭାବୁଥିଲି ଆଉ ଟିକେ ଦିନେ ଦିନ ରହିଲେ ଭଲ ଲାଗନ୍ତା, ବଟ୍ ଆମେ କେତେ ଘଣ୍ଟା ପାଇଁ ଯାଇଥିଲୁ, ରହିବା ପାଇଁ ନୁହେଁ। ଏଇଠି ଆମେ ଦେଖିଲୁ ବହୁତ ସୁନ୍ଦର ପରିବେଶଟା। ତ ଭଲ ଲାଗିଥିଲା। ଲାଇକ୍ କମେଣ୍ଟ ସବସ୍କ୍ରାଇବ କରିବେ।